이 말은 또 못 바꿔 그때 말이고.
ଦେଖିଛୁ ବେଶୀ ଗପିବୁ ତ ମଥୁରିଆ ପିଠା ଖାଇବୁ ଯାଅ ମୋ କଥା ଟିକେ ଶୁଣ ନା ତୁମେ ମୋ କଥା ଶୁଣ ଏ ବଡ଼ ଲୋକର ଝିଅଟା ଯଦି ତୋ ପାଇଁ ବଡ଼ ତାହେଲେ ଭୁଲିଯିବୁ ତ ନନା ବୋଉକୁ ନିଷ୍ପତ୍ତି ତୋ ହାତରେ ମୋ କଥା ନ ମାନିଲେ ଦାଣ୍ଡ ଦ୍ୱାର ଡେଇଁ ଯିବୁ ଯେ ଆଉ ଅଯୋଧ୍ୟାକୁ ମନ ନ କରି କଥା ଟିକେ ଶୁଣ ଭାଗ୍ୟରେ ଏମିତି ପରୀକ୍ଷା উচিত কাটেই যাওয়া উচিত গুরুজন লোক সম্মান দেওয়া উচিত কোনটা কাম কর মোবাইল দেখেলি মোবাইল দেখছি সে ঘর বুড়া বুড়া বসিবু যেমতি সে বুড়া আসিব মো সাথে ফোন করবো হেলা গেম খেলিবু না নাই নাই গেম এ সম্বুয়া ঝাড়া দি যাইছিলি সবরা ঝাড়া হলা নাই কোনটা কাম কর তে লেঙ্কলি কইলি পকেটে গোলমালে আছে বহুত ইয়াড়ু সাড়ে জিনিস খাওয়া তোমার হজম হউনি হ্যাঁ হ্যাঁ ଆଉ ଦେଖିବା ଖାଇବାରେ ଚେକ୍ ହେଇଯିବା ଗୋଟେ କାମ କର ଯା ଦିଲ୍ଲୀର ଫ୍ରିଡମ ତେଲ ନେଇ ଆସିବୁ ଫ୍ରିଡମ ତେଲ ହଁ ଫ୍ରିଡମ ତେଲରେ ବଢିଆ ରୋଷେଇ ହବ ଚାରିଆଡେ ସେ ଫ୍ରିଡମ ତେଲ ପରେ ଖାଉଛନ୍ତି ଯା ଆଣି ଯା ଆଜି ଛାଡ଼ିବି ଟଙ୍କା ନେବି ଯାଇଯିବି ଯଦି ନ ଛାଡ଼ିବ ତାହେଲେ କୁଣ୍ଡେଇକି ଧରୁନ ଏ ତପ ମୋ ଘର ଭଡ଼ା ଟଙ୍କା ଖାଇ କାଇଁ ଘର ଭଡ଼ା ପାଇଁ ଏମିତି ହାଉଳି ଖାଉଛ ଘର ଭଡ଼ା ଠିକ ସମୟରେ ମିଳିବ ଠିକ ସମୟଟା କ'ଣ ମୋର ହେଇନାହିଁ ତମ ଘରେ ରହିବା ପରେ କାମ ଖୋଜି ଖୋଜି ମାସେ ବିତିଗଲା ଏଇ ମାସେ ହେଲା ସମ୍ପଦ ଲୁହା ଫ୍ୟାକ୍ଟ୍ରିରେ କାମ କରୁଛି ଏଇ 3 ଦିନ ଭିତରେ ଦରମା ପାଇବ ଦରମା ପାଇଲେ ତମ ଘର ଭଡ଼ା ପାଇବ ମୁଁ ତ ଘର ଭଡ଼ା ଦେଲା ବେଳେ ଇଏ କଥାବାର୍ତ୍ତା
କ'ଣ ମୋତେ ଦେଖେଇଲ? ନାଇଁ ତମ ଘର ଭଡ଼ା ତ ତମେ ସହଜରେ ପାଇଯିବ ହଁ। ହେଲେ ମାର୍କେଟରେ ଏ ଫୁଲକୋବି ଭାରି ମହଙ୍ଗା ତମ ଘର ଭଡ଼ା ଯୋଉ ଆହୁରି ମହଙ୍ଗା ଏ ବାପ ମୋତେ ଫୁଲକୋବି ଦେଖଉଛୁ ଫୁଲକୋବି। ଆଜି ଯଦି ମୁଁ ଟଙ୍କା ନ ପାଏ 4:30 ସୁଦ୍ଧା ସେ ଦିଟା ମୁଁ ବାହାର କରିବି। ଧୈର୍ଯ୍ୟ ଧର ଏତେ ରାଗିଲେ କ'ଣ ଚଳିବ ରାଗିବିନି ମୋ ଟଙ୍କା କାହିଁ ନା? ଆଉ ରାଗନ୍ତୁନି ମଉସା, ରାଗନ୍ତୁନି। ରାଗିବା କାମ ଦେବି ମୋତେ ରାଗିବିନି। ମୁଁ କାହିଁ ରାଗିବା କାମ କରିବି? କ'ଣ କରୁଛି? ଏଇ ନିଅନ୍ତୁ ଆପଣଙ୍କର 3 ମାସର ଘର ଭଡ଼ା ପଇସା। ରାଗୁଛନ୍ତି? ରାଗା କେବେ ଅଛି? କେଜାଏ ଏ ନିଅନ୍ତୁ, ଭଲ ହବ। କେଜାଏ କ'ଣ 2 ଲକ୍ଷ ଦେଇଥାନ୍ତେ ନା କ'ଣ ନାଇଁ ନାଇଁ ମୋର ଯେତିକି ସେତିକି ନେବି 2 ଲକ୍ଷ ପାଇବି। ଏ ଆମର 100 ଟଙ୍କା ଅଧିକା ଅଛି। ଜାଣିପାରିଲେ ତାହେଲେ ଏଇ ଯୋଉ ନାଇଁ ମୋର ଯେତିକି ସେତିକି ନେବି ମୁଁ କାହିଁ ଅଧିକା ଦେବି? ଏ ବାପ ହଁ ସପୋଜ୍ ଆମର ତୁ ଭଲ ପିଲାଟେ ବି। ଓହୋ ହଁ ପଇସା ମିଳିଗଲା କି ନା ନା ପିଲା ଭଲ ମୁଁ ତାକୁ ଯେତିକି ଷ୍ଟଡି କରିଛି ପିଲା ଭଲ। ସପୋଜ୍ ଆଜ୍ଞା ତୋ ଚାକିରି ଥବା ଯାଏ ମୋ ଘରେ ତୁ ଘର ଭଡ଼ା ରହିବୁ। ଦରମା ପାଇବୁ ମାସ ଶେଷରେ ଟଙ୍କା ଦେଇଦେବୁ। ନିଶ୍ଚିତ। ଆଉ ପଇସା ନଥିଲା ସମୟରେ ଘର ଭଡ଼ା ଟଙ୍କା ଦବୁନି ଏ ବାପ ଏଇ ପଇସା ଆମର ଭାରି ଭଲ ମଉସା କାହାକୁ ଡାକିଲୁ? ନାଇଁ ମୋ ମାଉସୀର ସ୍ୱାମୀକୁ ଡାକିଲି ନା ଓହୋ ତମକୁ ନୁହେଁ ହ୍ୟାଲୋ ହଁ ହଁ କ'ଣ ହେଇଛି? ଲାଟିନି ଯାଆବେ ମୁଁ କ'ଣ ଯା ଲାଟିନି ସଫା କରିବି ନା କ'ଣ? ତମେ ମ୍ୟୁନିସିପାଲିଟି ଆଣିକି ଫୋନ କରୁନ। ଧପାନି ଗଲା ସେଟା କୁଆଡ଼େ ତ ମୁଁ ମନା କରୁଛି ଲାଟିନି ଦବା ନେଇ ଦେଉନୁ। ହଉ ହଉ ମୁଁ ଯାଉଛି ପଇସାଟା ଆଗ ଦେଇ ପଇସା ମାଡ଼ିବ ଏଟା ତ ଭଲ ଚିନ୍ତିଛନ୍ତି। ଏ ପରିବା ବ୍ୟାଗଟା ଏଇଠି ରହିଲା ସେମାନଙ୍କୁ ଦେଇଦେବୁ ମୁଁ ଏ ରହ ମୋତେ ଦେଖି ସାରି ତୁ କ'ଣ ଆଣିଛୁ? କ'ଣ ଦିଟା ଥୋଇଦେଲା କହିଲା ଦେଇଥିବୁ ଶୀତଳକୁ ମୁଁ ଆସୁଛି। ରହ ଟିକେ। କ'ଣ ଆଣିବି ବା ଯେତିକି ପଇସା ଥିଲା ସେଇଥିରେ ଆଣିଛି ଯା ପୁଣି ଗୋଟିଏ କୋବି ଆଉ କିଛି ଶୁଖିଲା ପରିବା ଆଉ କେକ୍ ଖାଇ ଆମେ ବଞ୍ଚିବୁ? ଏ ହେ କ'ଣ କରିବି ପଇସା ବଞ୍ଚିଲାନି କ'ଣ ଭାବୁଛୁ କଣ? ବୁଝିପାରୁଛ ନା ଶୀତଳ କୋଉ ଘରର ଝିଅ? ତା ବାପା ତାକୁ କେତେ ସଯତ୍ନରେ ରଖିଥିଲା। ସୁନା ଚାମଚରେ ଖାଉଥିବା ଝିଅ ସେ ଜାପାନୀ ଗ୍ଲାସରେ ପାଣି ପିଉଥିଲା। ସେ ମନ୍ତ୍ରୀ ବାହା ହେଇ ଏଠିକି ଆସିଲା ପରେ ଏଇ ପରିବା ସିଝା ଖାଇ ବଞ୍ଚିବ କ'ଣ ଭାବିବ କହିବୁ? ଗୋଟେ କାମ କର 100 ଟଙ୍କାର କିଛି ଗ୍ରୋସରୀ ସଉଦା ନେଇ ଆସିବ। 100 ଟଙ୍କାରେ କି ଗ୍ରୋସରୀ ଇଚ୍ଛା ତ ନେଇ ଆସିବ କ'ଣ କରିବୁ ପାଖରେ ତ ପଇସା ନାହିଁ। ହଉ ତୁ ମନ ଦୁଃଖ କର ମୁଁ ଆଡଜଷ୍ଟ କରିବି ମୁଁ ଆସିଛି ମୋତେ ଟିକେ କହିଲୁ ମୋ ନନା ବୋଉ ଭଲ ଅଛନ୍ତି ନା? ବହୁତ ଭଲ ଅଛି ମୋ କଥା କିଛି ପଚାରୁଥିଲି ନା? ସବୁବେଳେ ପଚାରୁଛି ମୋ ବୋଉକୁ କହିଦେବୁ ତା ପୁଅ ସମ୍ପର୍କଟା ବୋଧେ ତା ଭାଗ୍ୟରେ ନାହିଁ ରେ। ସବୁବେଳେ ସେ କାଳ କଥା ଗୁଡ଼ାକୁ ମୋର ଭାରି ମନେ ପଡୁଛି ମୋ ନନା ବୋଉଙ୍କ କଥା। ତୁ ବଞ୍ଚିବୁ ମୁଁ କ'ଣ ବଞ୍ଚିକି ଆଲୁଅରେ ନାଇଁ ନାଇଁ ଆପଣ କେବେ କହିବିନି କିନ୍ତୁ ତୁ ମୋ ନନା ବୋଉଙ୍କୁ ଛାଡ଼ି କୁଆଡ଼େ ଯିବୁନି? ତାଙ୍କ ପାଖେ ପାଖେ ତୁ ଭଲ ମନ୍ଦ ସବୁ ବୁଝିବୁ। ଏ ତମ୍ବ ଆରେ ତୁ ଏତେ ଭଲ କେମିତି ହେଲୁ ରେ? ଯେମିତି ତୋ ସହିତ ମିଶିକି ଓ ଭାଇ ରେ ଯା ଯା ମୋ ଭାଇ ଯା। ସିତୁ ଆରେ କୁଆଡ଼େ ଗଲ କ'ଣ କରୁଛ ସେ ଘର ଭିତରେ? ବାରମ୍ବାର କହୁଛି ଏଟା ଭଡ଼ା ଘରଟାକୁ ଏତେ ସଜେଇବା ଦରକାର ନାହିଁ। ତାଙ୍କର ଏକା ଯିବି ଆଉ ସେ ଘର ସଜା କ'ଣ କରୁଛ ସେ ଘର ଭିତରେ? ଯାଅ ଯାଅ ଜଲ୍ଦି ବାହାରି ପଡ଼ ଆମେ ଯିବା ମାର୍କେଟିଂ। ଆସିବା ଦିନଠୁ ଖଣ୍ଡିଏ ଶାଢ଼ୀ ଖଣ୍ଡିଏ ଡ୍ରେସ୍ ପୁଣି ସେ ଶାଢ଼ୀ ଚିରି ଗଲାଣି। ସେ ଚିରା ଶାଢ଼ୀ ଦେଖି ମୋତେ ବହୁତ କଷ୍ଟ ହେଉଛି। ଶୁଣ ଆଜି ଲକ୍ଷ୍ମୀ ଭଣ୍ଡାରରେ ପୂଜା ଅଫର 40% ଡିସ୍କାଉଣ୍ଟ। ତମ ପାଇଁ କିଛି ନୂଆ ଶାଢ଼ୀ ଆଉ କିଛି ନୂଆ ଡ୍ରେସ୍ ନେଇ ଆସିବା। ଯା ଜଲ୍ଦି ବାହାରି ପଡ଼ିବ। ଆରେ ବାବା ମୁଁ ତ ପୁଅ ପିଲାଟା ମୋର ଡ୍ରେସ୍ କ'ଣ ହବ କହିଲ? ମୋ ନୂଆ ଡ୍ରେସ୍ ପିନ୍ଧିଲେ ମୋତେ ଦେଖିବା ପାଇଁ କିଏ ଅଛି? କିନ୍ତୁ ତମକୁ ତ ଦେଖିବା ପାଇଁ ଜଣେ ଅଛି ନା? ମାନେ ମୋ କନିଆ ନୂଆ ଶାଢ଼ୀ ନୂଆ ଡ୍ରେସ୍ ପିନ୍ଧି ମୋ ଆଗରେ ଠିଆ ହେଲେ ମୋତେ ବହୁତ ଖୁସି ଲାଗିବ ବହୁତ ଖୁସି ଲାଗିବ। ଏମିତି ମିଠା ମିଠା କଥା କହୁଛି ମତେ ପଟେଇ ଦେବ ତାପରେ ରୋମାଣ୍ଟିକ କଥା ଶୁଣିଲେ କୋଉ ଝିଅ ଏତେ ପଶିଯିବ ନା ମୋ ସଂସାର ପଡ଼ିଲା ନା ମା ସେମିତି ହବାର ଚାନ୍ସ କାହିଁକି ନା ମୋ ହୃଦୟଟା ଗୋଟେ ଛୋଟ ମହାଦେଶ।
ତା ନିଦୁଆ ନିଦୁଆ ଆଖି ତା ଓଦା ଓଦା ଓଠ ଆଉ ଗୋଟେ ଜାଗା ଅଛି ଯୋଉଠିକି ହାତ ମାରିଦେଲେ ତମେ ମୋ ଉପରକୁ ଆଉଟି ଆସ ତମ ହାତରେ ରକ୍ତ ସେ କିଛି ନୁହଁ କିଛି ନୁହଁ ଆମ ପରିବାର ହାତ ନୂଆ ହେଇଯାଇଛି ନା ସେଇ ପଇସାରେ ମୁଁ ନୂଆ ଡ୍ରେସ୍ କିଣିବି ମୋ ପାଇଁ ନୂଆ ଶାଢ଼ୀ କିଣିଦବ ସେ ଯୋଉ ହାତ ଉପରେ ଭରସା କରି ଯୋଉ ହାତ ଉପରେ ହାତ ରଖି ତମ ଦାଦୀଙ୍କର ରାଜପ୍ରସାଦ ଭଳି ଘର ଛାଡ଼ି ମୋ ସାଙ୍ଗରେ ଏଇ 700 ଟଙ୍କିଆ ଭଡ଼ା ଘରକୁ ଛାଡ଼ି ଆସିଲ ସେ ହାତ ଯଦି ତମ ପାଇଁ ରକ୍ତ ନିଗାଡ଼ି ନ ପାରିଲା ତାହେଲେ ମୁଁ ତମର କିଏ ପ୍ରେମିକ ନା କିଏ ସ୍ୱାମୀ ମୁଁ ତମର କେତେ କଷ୍ଟ ପାଉଛୁ ନା ସହଜରେ ଯାହା ମିଳିଯାଏ ତାକୁ ଭାଗ୍ୟ କୁହାଯାଏ ହେଲେ ଅନ୍ତରରେ ବେକ କଟିଲା ପରେ ବି ଯାହା ମିଳେନି ତାକୁ ପ୍ରେମ କୁହାଯାଏ ଆରେ ମତେ ମୋ ପ୍ରେମ ମିଳିଯାଇଛି କି ଇଏ କ'ଣ କମ୍ ବଡ଼ ଖୁସିର କଥା କମ୍ ବଡ଼ ଖୁସିର କଥା ସାହାଯ୍ୟ କରୁଥିବ
ଅର୍ଜୁନ କଣ କରୁଛି? अरे पड़ी जाते देखो तो क्या पूरा रक्त जुड़ रही पड़ी जाते देखो तो ବିପଦ ସମୟରେ ଏମିତି ଧୈର୍ଯ୍ୟ ରହିଲେ ବିପଦ ଟଳିଯିବନି। ବରଂ ପରିସ୍ଥିତିକୁ ସାମ୍ନା କରିବା ପ୍ରତ୍ୟେକ ମଣିଷର ଧର୍ମ। কোন রাতে আমি কেবে কোন করিব তো ଦେଖନ୍ତୁ ମେଡିକାଲ କାଉଣ୍ଟରରେ 5 ଲକ୍ଷ ଟଙ୍କା ଡିପୋଜିଟ୍ କରନ୍ତୁ ଆଉ ଯଦି ଆପଣମାନେ ଟଙ୍କା ଯୋଗାଡ଼ ନ କରିପାରୁଛନ୍ତି ତାହେଲେ ଦୟାକରି ପେସେଣ୍ଟକୁ ଅନ୍ୟ କୁଆଡ଼େ ନେଇଯାଆନ୍ତୁ ଆପଣ ଅପରେସନ ରେଡି ହୁଅନ୍ତୁ ଠିକ ସମୟ ଟଙ୍କା ପାଇଯିବେ ଆପଣ ହାତ ଛୁଇଁଲେ ଅପରେସନ ପାଇଁ ଅତି ରେଡି। তুমি সমুদ্র পাখে টকা নিয়ে আসছে তাকে ছাড়ি কোয়াড়ে জীবনে এইটা সে কোয়াড়ে জীবনে ସମସ୍ତେ ଜଣେ ଜଣେ ବେଇମାନ ଏ ଉପର ମନଟେ ବି ଜଣେ ବେଇମାନ ଏ ଉପର ମନଟେ ଏମିତି ବେଇମାନି କଲା ଯେ ଖୁସିର ଜୀବନ ଆରମ୍ଭ ହଉ ହଉ ମତେ ପଙ୍ଗୁ କରିଦେଲା। ସମସ୍ତେ କହୁଛନ୍ତି ମୁଁ କରେ କୋଟିପତି ଦାଦାର ଆଉଳେ ପୁତୁରା। ଯାହା ପାଇଁ ମୁଁ ଖୁସି ହଉଥିଲି ଯେ ହସିରେ ମୁଁ ଟିକେ ହସୁଥିଲି ସିଏ ବି ମୋ ସହିତ ବେଇମାନି କଲା। ଆଜିକୁ 2 ବର୍ଷ ହେଲା ଗଲାଣି ତରୁଣୀର ତାର ମୋ କଥା ମନେ ପଡୁନି। ବେଇମାନ ସିଏ ବି ଗୋଟେ ବେଇମାନ। ଜାଣିଛ ନା ବାବୁ ଆପଣ ସିଧୁ ଦେଈଙ୍କୁ ଭାରି ମନେ ପକାଉଛନ୍ତି। ମୁଁ କାହିଁ ତା କଥା ମନେ ପକେଇବି? ସେ ମୋର କିଏ କି? ସେ ଯଦି ମୋର କିଏ ହେଇଥାନ୍ତା ଆଜିକୁ 2 ବର୍ଷ ହେଲା ଗଲାଣି ତରୁଣୀର ତାର ମୋ କଥା ମନେ ପଡୁନି। ତୁ ମତେ ମନେ ପକଉଛୁ ଯେ ତୁ ଆସିଛୁ ଚିହ୍ନି ପାରୁନୁ ଆଖି ଦିଟା ଫୁଟି ଯାଇଛି ଆଉ ଦେଖା ହଉନି। ଭାଇ ସାନବାବୁ କଣ ମାନେ ପାଖରେ ପୁରେଇ ରହୁଛନ୍ତି? ତୁ ଠିକ ସେ ଖିଆ ପିଆ କରୁଛୁ ନା ତମେ ଯିବା ଦିନ ଠାରୁ ଖାଇବା ପିଇବା ସବୁ ଛାଡି ଦେଇଛନ୍ତି। ସେତିକି ନୁହଁ ଦିଦି ମୁଁ ଯେତେ ଭଲ ରୋଷେଇ କଲେ ବି କହୁଛନ୍ତି ସେ ତ ନାହିଁ ବୋଲି ମତେ ଖାଇ ପାରୁଛୁନି। ତମେ ଜାଣିଛ ଆଜି ସକାଳୁ ସାନ ବାବୁ ମୋ ଉପରେ ଚୋରି ପାଟି କଲେ ଆଉ କହିଲେ ଗୋଟେ ଥାଳି କଣ ବାଢିଛୁ ଆଉ ଗୋଟେ ଥାଳି ବାଢ ସେ ଦୁଟା ଖାଇବ।
ଏମିତି ଖାଲି ମନେ ପକଉଛ କାହିଁକି ନା ଆଗକୁ ପରା ଆଉ ଦେଖି ପାରିବୁନି। ସବୁ କହୁଛି ନା ଭାଇ, ମୁଁ ଆଉ ବଞ୍ଚିବିନି, ମରିଯିବି ନା ଭାଇ, ମରିଯିବି। କଣ ଏମିତି ସବୁ କଥାବାର୍ତ୍ତା କରୁଛ? ତମେ କାଲି ସେ ଅସଲ କଥାଟା ମୋର ଧରୁଛ। ମୁଁ ଜାଣେ ବାବୁ ସିନା ଆଜି ତମ ଉପରେ ରାଗିଛନ୍ତି, ହେଲେ କାଲି ସେ ତମକୁ ନିଶ୍ଚୟ ଖୋଜିବେ ସେ ଏ ଘରେ ନୁହେଁ କି ଆଉ କାହା ଘରେ ନୁହେଁ, ମଶାଣି ଜୁଇରେ ଖୋଜିବେ, ଜୁଇ ପାଉଛରେ ଖୋଜିବେ ସେ ମତେ। ମହାକାଳର କରୋନା କି ମୋ ଉପରେ ପଡି ଯାଇଛି କେଜାଣି। ଯୋଉଟାଣ ଧରୁଛେ ସେଟାଣ ଭାଗି ଯାଉଛି ନା ଭାଇ। ସବୁଜ ପତ୍ର ରଙ୍ଗୀନ ମନଙ୍କ ଭିତରେ ଏଟାଣରୁ ସେଠାକୁ ଉଡ଼ି ବୁଲୁଥିବା ପକ୍ଷୀଟାକୁ ଭାଗ୍ୟର କାଳ ବୈଶାଖୀଟା ତୁଣ୍ଡା ବରଗଛକୁ ଅତିଥି କରିଥିଲା। ପକ୍ଷୀଟା ଆକାଶକୁ ଯାଇ ଅସରାଇ ବର୍ଷାକୁ ଅପେକ୍ଷା କରି ବଞ୍ଚୁଥିଲା। ହଠାତ୍ ତା ବର୍ଷା ଜଳରେ ଦରକାଇ ନିଆଁ ବର୍ଷା ହେଲାଯେ ତା ତୁଣ୍ଡା ଗଛରେ ନିଆଁ ଲାଗି ପୋଡ଼ି ହେଇଗଲା ନା ଭାଇ। ସେ ଗଛଟା ତ ଜଳୁଛି, ସେ ଗଛକୁ ଆଶ୍ରା କରି ବଞ୍ଚୁଥିବା ପକ୍ଷୀଟା ଦେହରେ ବି ନିଆଁ ଲାଗି ଯାଇଛି। ମତେ ବଞ୍ଚେଇ ଦିଅ ନା ଭାଇ, ମୁଁ ଆଶ୍ରା କରିଥିବା ତୁଣ୍ଡା ଗଛକୁ ବଞ୍ଚେଇ ଦିଅ। ସ୍ୱାମୀ ମରଣ ସହ ଲଢ଼େଇ କରୁଛନ୍ତି, ତମକୁ ଯେତେ ପ୍ରୋବ୍ଲେମ ହବ ସେଥିପାଇଁ 5 ଲକ୍ଷ ଟଙ୍କା ଦରକାର, ନହେଲେ ମୋ ସ୍ୱାମୀ ମରିଯିବେ ନା। କାହିଁକି ସେ କାଳେ ଦୀପାବଳି ତୁଣ୍ଡରେ ଧରୁଛୁ? କାରଣ ତୋର ପୁରା ଗୋଟେ ଡ୍ରେସର ଦାମ 50,000 ଟଙ୍କାରୁ ଅଧିକ। ଦେଖୁନୁ ମୁଁ ବି 500 ଟଙ୍କିଆ ଶାଢ଼ୀ ପିନ୍ଧିଛି। ଦେଖ ନା ଭାଇ, ଦେଖ ତମ ଜନ୍ମଦିନ ଉପରେ ବାବୁ ଭିକାରୀ ମାନଙ୍କୁ ରକ୍ଷାରେ କଣ ଦାନ କରିଥିଲେ। ତମ ମାନଙ୍କ ପାଖକୁ ଆଶା ଭରସା ନେଇ ଆସିଛି। ଏ ବାବୁ ଘର ଲୋକମାନେ ମୁଁ କାନ୍ଦି ପତେଇ ଭିକ ମାଗୁଛି, ମତେ ଟିକେ ସାହାଯ୍ୟ କରନ୍ତୁ, ମୋ ସ୍ୱାମୀକୁ ବଞ୍ଚେଇ ଦିଅନ୍ତୁ, ମୋ ଡାଲିକି ଥରେ ଡାକି ଦିଅନ୍ତୁ। ବାବୁ ନାହାନ୍ତି, ଆମେରିକା ଯାଇଛନ୍ତି। ଫେରୁ 3 ମାସ କି 4 ମାସ ଲାଗିବ। ମତେ ଏବେ ଟଙ୍କା ଦରକାର। ଦାଦାଙ୍କୁ ଗୋଟେ ନା କେତେ ଟଙ୍କା ଅଛି? ମୁଁ ତ ଟଙ୍କା ଆଣିଦେବି। ଟଙ୍କା ଆଣିବା। ଚାକିରି ବାବୁ ସାଙ୍ଗରେ ନେଇ ଯାଇଛନ୍ତି। ତାପରେ ଦିଦିଙ୍କର ଖାଲି ଫେରିଯିବେ ଏ ସାଧୁ ପାଇଁ। ବାବୁ ଦିଦିଙ୍କ ପାଇଁ କାହିଁରେ କେତେ ସୁନାଗଡ଼ କରିଛନ୍ତି, ଆଉ ସେଇଟାରୁ ଯଦି ଗୋଟାଏ ବିକ୍ରି ହେଇଯାଏ ନା କାହିଁରେ କେତେ ଟଙ୍କା ହବ? ତୁ ଯା ସାଧୁ ଭାଇ, ତୁ ଯା। ତୋର ଗୋଟେ ହାରର ଦାମ 20 କି 25 ଲକ୍ଷ ଟଙ୍କା ହବ। ତୁ ଜମା ବ୍ୟସ୍ତ ହନା। ଏଟା ତୁ ଯା ଗୋଟେ ହାର ନେଇଯିବୁ। ସେସବୁ ଗୁଣ ଅଛି। ଏଠି ଗଲା ପରେ ବାବୁ ସେସବୁ ନେଇ ବ୍ୟାଗ ଲକରରେ ରଖିଦେଇଛନ୍ତି। ତୁ ଜମା ବ୍ୟସ୍ତ ହନା। ମୁଁ କଣ କରୁଛି? ତୁ ନା ଆମ ଦାଦାକୁ ଫୋନ କର। ଦାଦା ଆମ ଶୀତ କଥା ଦେଲେ କିଛି ଗୋଟେ କରିବେ। ଫୋନ କର। ରିଙ୍ଗିଲା ସାଙ୍ଗ ଅନାଲା ଦାଦା ଆମ ଶୀତ ପଡ଼ିଗଲା ସେଇଟା। ଭଲ
ପ୍ଲିଜ୍ ଡାକ୍ତର ଉଦ୍ଧାର କରିଦିଅ ନହେଲେ ମୁଁ ମରିଯିବି ଡାକ୍ତର ଦାଦା ମୋତେ ଫୋନଟା କାଟିଦେଲେଣି ନା ସିତୁ। ଭାଇର ଏତେ ବଡ଼ କରିଛି ଜଣକୁ ଭଲ ପାଇବା ଯିବାଟା ଗୋଟେ ଏତେ ବଡ଼ ଭୁଲ नहीं रे भौणी अरे दुनिया का बड़ा सैया एटी लोक माने घरे राधा कृष्ण को मूर्ति रखी पूजा करंती एले निज घर राधा को कलंकी नि चरित्र इना बोली कहंती एटे लोक माने केदार गौरी को प्रेम कहानी सुनी आ कहंती समवेदना भी जोड़ंती एले जीवते गौरी मन को जी ताऊ शुद्धि एई पड़ंती एटे सब मनुष्य को दोष रे मोरे सब मनुष्य को दोष डाइनो भाई ସବୁ ମୋ ଭାଗ୍ୟର ଦୋଷ ସବୁ ମୋ କପାଳ ଦୋଷ ଦେଖୁନ ବିପଦ ସମୟରେ ସବୁଠାରୁ ନିଜର ଲୋକ କେମିତି ମୁହଁ ବୁଲେଇ ଦେଲା अरे इसको शिव बोले दे तू मोची तो भाई उसको जवाब दे ना କଣ କରିପାରିବୁ देखिबो କଣ କରିବୁ ତୁ देखिबो कोन करबी ताप ताई हेलो बैग भीतर अमूल्य संपत्ति अछि ताटू भी दामी ताटू भी आवरी दामी ବେଗ କଣ ଅମୂଲ୍ୟ ସମ୍ପତ୍ତି ଅଛି କଣ ଆଣିଛୁ ଦେଖି ପୂଜା ପାଉଥିବା ଜଗନ୍ନାଥ ଘରେ କିନ୍ତୁ ଆରେ ଆଠରେ ବଡ଼ ଡାକ୍ତର ଏ ଦୁନିଆରେ ଆଉ କେହି ନାହିଁ ଏହାଠୁ ଅମୂଲ୍ୟ ସମ୍ପତ୍ତି ଏ ଦୁନିଆରେ ଆଉ କିଛି ବି ନାହିଁ ତୁ ଜାଣିଛୁ ତୁ ଆକୁ ତ ସ୍ୱାମୀଙ୍କ ମୁଣ୍ଡ ପାଖରେ ରଖିଦେବୁ ଦେଖିବୁ ସମ୍ପଦ ଆଉ ନିଶ୍ଚୟ ଭଲ ହେଇଯିବ ନିଶ୍ଚୟ ଭଲ ହେଇଯିବ अरे घर में कौन बोल तू ओ भाई गाड़ी का साइड लो अरे उछल हेबिनी हेडकुरा कौन हेती डिरेक्टर किए आईथी रामा विलान शिवा पोना को कैरेक्टर रोल बोल बाउती नाटकर कांदुरा बड़ भाई तो मो कांदे पाठ करिबि ना आज तुम सीधा सीधा कहबी विलियन रोल तब जदि दियो नहले मो आशा छाड़ एतरे मोबाइल बचा ये हमरो संसदी जुजी का कहते खाई देखि मा खाई अरे तू कौन कहबू वो पो 2 मास होला गलानी कोउटी अछि केमिति अछि भलरे अछि ना मंदरे अछि तोर सब प्रश्नर उत्तर गोटा जो पो माने बापा मां आखिरे नो दियंती से माने केबे भलरे रहि पारंती ତମେ ଏମିତି କଣ କହୁଛ ओ बापा मां कटे मोबाइल को पादरे कोई खाली भाई मुकरा चाली गला से केबे भलरे रहि पारंती केबे
ଆପଣ ଠିକ କହିଛନ୍ତି ନନା। ଯୋଉ ପୁଅମାନେ ବାପା ମା ଆଖିରେ ଲୁହ ଦିଅନ୍ତି ସେମାନେ କେବେ ଭଲରେ ରହିପାରନ୍ତି। ହେଲା ମୋ କଥା ସତ ହେଲା ନା ନାହିଁ? ଚାନ୍ଦିରା ଛକ ପୂର୍ଣ୍ଣ ମୁଁ ଦିନକୁ ଆଜି शिवा बोलना कहिला पूरा अच्छुको बातो फेरे आडलो भाई की औरत एबे स्त्री कहूची आवरे आई किरा कहिबी तापर चुप करी मैं स्टेजर घोषाड़ी दे ग्रीन रूम रे मारी दब तो मारू जीवनरू मारी दब तो तथापि तमे मते अटके रखी पारिबानी मो स्वामी कारण ମା ହେଲା ପରେ ଗୋଟେ ନାରୀର ଜୀବନ ତା ପିଲାର ନିଶ୍ୱାସ ସହିତ ଯୋଡ଼ା ହେଇଯାଏ। ଛୁଆ ପଦରେ କଟା ଫୁଟିଲେ ମା ଛାତିଟା ଲହୁଲୁହାଣ ହେଇଯାଏ। ମୋ ଛୁଆଟା ମରଣ ମୁହଁରେ ପଡ଼ିଛି ମାନେ ମୁଁ ଆଉ ଝିଅଟା ହେଇ ନାହିଁ ସୀମା ପଣ୍ଡା। ଆରେ ତମେ ମତେ କଣ ମାରିବ? ଜାଣିଛ ମତେ ମୋ ପାଖକୁ ନେଇଯା। କିଛି ହବନି ମତେ ସେଇଟା ସମସ୍ତେ ବସିଯିବେ ନହେଲେ ହେଲେ ତ କିଛି ବୁଝି ପାରୁନା କିଛି ଶୁଣି ପାରୁନୁ। ମାଟିକୁ ପିତା ମାଇଲେ ଚୁନା ହୁଏ ହେଲେ ଇଟାକୁ ନୁହଁ। ବାପର ଛାତିଟା ଅହଙ୍କାର ନିଆଁରେ ଜଳି ଯାଇ ଇଟା ହେଇଯାଇଛି। ସ୍ନେହ ମମତା ଭିତରେ ସେ ଚୁନା ହବନି। ତମେ ନଚାଇଲେ ସମସ୍ତେ ବଞ୍ଚିବେନି ଲୋ। ଡକ୍ଟର କହୁଛନ୍ତି ତାଙ୍କର ଅପରେସନ ହବ। ସେଥିପାଇଁ 5 ଲକ୍ଷ ଟଙ୍କା ଦରକାର। ସମସ୍ତେ ମରିଯିବେ ବା। ମରିଯିବେ। ତମେ 16 ଥର କାଠ ପାରନ୍ତି କରନି। ଆଘର 8 ବର୍ଷ ଯାଏ ପିଲା ତାର 8 ବର୍ଷ ହଉଛି ପିଲା ଛୁଆ ତାଙ୍କ ସାଥୀ ସାହି ପଡ଼ିଶା ବନ୍ଧୁ ବାନ୍ଧବ କିଏ କେତେ ଟାଣିଟା ପରା କହୁଥିଲେ। କେହି କହୁଥିଲେ ଶିବା ତୁ ଆଉ ଗୋଟେ ବାହା ହ। ମୁଁ କହୁଥିଲି କାହିଁକି ଆଉ ବାହାବି ଦେଖିବ ମୋର ପୁଅ ହବ। ଯୋଉଦିନ ପୁଅ ହେଲା ମତେ ଯେମିତି ଲାଗିଲା ସରଗର ସୁଖ ମୋ ହାତରେ ଓଜାଡ଼ି ହେଇ ପଡ଼ିଲା। ବେଶୀଟା ଅଭାବ ଲାଗି ସେତେବେଳେ ଘୋର ଅଭାବ। ଏତେ ଅଭାବ ଭିତରେ ଖାଇକି ମୋ ପୁଅଟାର ମୁଁ କିଛି ଗୁଣା କରିନି। ପାଠ ପଢେଇଲି ବଡ଼ ମଣିଷ କଲି। ସନ୍ଧ୍ୟାବେଳେ ମୁଁ ଯେତେବେଳେ ଡ୍ରାମା କରିବାକୁ ବାହାରେ
ମତେ କହିଲ ନା ମୋ ପାଇଁ କି ଟର୍ଚର ଆମମାନେ ଯୋଉ ଟିଫିନ ପଇସା ଦିଅନ୍ତି ସେଥିରେ ଟିଫିନ ନ ଖାଇ ମୋ ପୁଅ ପାଇଁ ମୁଁ କି ଟର୍ଚର କିଣି ଆଣେ ଟିକେ ବଡ ହେଲା ପରେ କହିଲା ହଉଲୋ ମୁଁ ପାଠ ପଢି ବଡ ଚାକିରି କଲେ ଗୋଟେ ମହେନ୍ଦ୍ରା ଥାର ଗାଡି କିଣିବି ମହେନ୍ଦ୍ରା ଦାଦା ସେଥିରେ ତଥା ଉନ୍ନତକୁ ବସେଇ ବାନ୍ଧିବି ଯୋଉଥିପାଇଁ ନ ଖାଇଲ ଆମେ ତାକୁ ଏମିତି ପାଠ ପଢେଇଲୁ काउंटर नाही ଓ ବାସ୍ ସେଇଆ ଦାମୀ ପାଠ ପଢିଲେ ଦାମୀ ଚାକିରି କରିବ ମହିନ୍ଦ୍ରା ଥାର ଗାଡି ଚଢିବ ପୁଅ ବାହାଘର କରିବୁ ଘରକୁ ବୋହୂ ଆଣିବୁ ପୁଅଟା ବାହା ହେଲା ଯେ ଘରେ ବେଶୀ ବୁଲା ବୋହୁ ଆସିଲା ଯେ କୋଉଟା ଘର ଛାଡି ପଳେଇଲା ପୁଅ ବୋହୂ ସୁଖ ମୋ ଭାଗ୍ୟରେ ନାହିଁ Porobenia kuantu Sasukuru suku Samaya ଶୀଘ୍ର ଚାଲ ତୁ ଭାଉଜ ଜମା ଡେରି କରୁ ତୁଇ ଡାକ୍ତର କହୁଛନ୍ତି ଶୀଘ୍ର ଅପରେସନ କରିବାକୁ ସେଦିନର ସେ ଉପବାସ ଡାଇଲ ନାଚ ତାଳି 500 ଟଙ୍କା କଥା ଭୁଲି ପାରିଲେ ତ ପାଞ୍ଚଟା ହବାର ଦେ ତାକୁ ପଳକୁ ନେଇ ତୁ ବିଧବା ହେଇପାରିବୁ ମୁଁ କହିଲି ଝିଅ ସୀତା ମିଶ୍ର ମଥାରୁ ସିନ୍ଦୁର ପୋଛିବ ହାତରୁ ଶଙ୍ଖ ବାକିବ ବେକରୁ ମଙ୍ଗଳସୂତ୍ର ଓହ୍ଲେଇବ ଆଉ ସେ କାହା କରି କହିବ ମୋ ସ୍ୱାମୀ ମୋ ପାଇଁ ମରିଗଲା ତୁ ପଳା ମୁଁ କହୁଛି ତୋ ସ୍ୱାମୀ ପାଖକୁ ପଳା ଆଉ ସ୍ତ୍ରୀ ପଡ଼ିଆରେ ଓଜନ ଉଠିଲେ ତା ସ୍ୱାମୀକୁ ଜମା ବି ନେଇପାରିବନି ମୁଁ କହୁଛି ତୋ ସ୍ୱାମୀର କିଛି ହବନି ପଳା ସେ ତୋ ସ୍ୱାମୀ ପାଖକୁ ପଳା
ସ୍ତ୍ରୀ ପଡ଼ିଆର ଚମ ସତୀ ସାଥୀ ନାରୀ ତୁ କହିବାକୁ ଚାହୁଁଛୁ ତୋ ପାଇଁ ବୋଉ ବଞ୍ଚିଛି ଖାଇବାକୁ ପାଉନଥିଲ ଚୁଡ଼ା ଖାଇ ବସୁଥିଲ ଖୁସିଲେଇ କରି ମତେ ବାହା ହବାକୁ ଚାହିଁଥିଲ ମୁଁ ଆସିଲା ପରେ ତା ଶ୍ରମିକରୁ ଇଟା ଭାଟି ମାଲିକ ହେଲ ଏ 50 ଟଙ୍କାରେ ଗୁଣ୍ଡା ବାହାଟେ କରୁଥିଲ ଏବେ ମିଲିୟନ କରୁଛ ପଳା ସେ ତ ସ୍ୱାମୀ ପାଖକୁ ପଳା ଚାଲ ଭାଉଜ ଚାଲ ମା ଠିକ କହିଛନ୍ତି ଯାହା ତମ ଭାଗ୍ୟରେ ଥିବ ସେଇଆ ହବ ଚାଲ ଭାଉଜ ଚାଲ ଏ ମଣିଷଟାର କଥା ଜମା ଶୁଣନି ଚାଲ ଭାଉଜ ଚାଲ ଯିଏ ନିଜ ପୁଅର ନୁହେଁ ସେ ବାପ ନୁହେଁ ରାକ୍ଷସ ଯିଏ ନିଜ ପୁଅ ବଞ୍ଚି ଥାଉ ଥାଉ ନିଜ ବୋହୂକୁ ବିଧବା ହବାକୁ କହେ ସେଇଟା ମଣିଷ ନୁହେଁ ଗୋଟେ ଜଙ୍ଗଲି ଭାଲୁ ଖାଇବାକୁ ପାଉନଥିଲୁ ମନ୍ଦିର ଆଗରେ ଚକା ପଲିସ କରୁଥିଲୁ ମୁଁ ତୋତେ ଦୟା ଦେଖାଣି ମୋର ହାତରେ ଚାକିରି ଦେଲି ବୋ ମୋର ଭୁଲ ହେଇଥିଲା ସେଦିନ ତମ କଥା ମାନି ତମ ପାଖରେ ଚାକିରି କରିବା ଭାବିଥିଲି ସବୁ କଳାକାର ଗୁଡାକ ହୃଦୟବାନ ସେମାନଙ୍କର ମଣିଷ ଭଳିଆ ଅଛି ହେଲେ ଆଜି ପ୍ରମାଣ ପାଇଗଲି କିଛି କଳାକାର ମଞ୍ଚରେ ଯେମିତି ଅଭିନୟ କରନ୍ତି ମଞ୍ଚ ତଳେ ତାଠୁ ବେଶୀ ଭଲ ଅଭିନୟ କରନ୍ତି ମଞ୍ଚରେ ସେମାନେ ଯେତିକି ସୁନ୍ଦର ମଞ୍ଚ ତଳେ ତାଠୁ ବେଶୀ କଥା ସେମିତି ହେଇନଥିଲେ ବହୁତଟା ସ୍ୱାମୀ ପାଇଁ ବିକଳ ହଉଛି ତମେ ଆପଣଙ୍କ ହାତ ଯୋଡୁଛି ଆପଣଙ୍କ ଗୋଡ ତଳେ ପଡୁଛି ମୋ ସ୍ୱାମୀକୁ ବଞ୍ଚେଇ ଦିଅନ୍ତୁ ନନା ମୋ ସ୍ୱାମୀକୁ ବଞ୍ଚେଇ ଦିଅନ୍ତୁ ନହେଲେ ମୋ କଥା ମାନିବି ତ ବାହିଯା ହାତରୁ ସିନ୍ଦୁର ହାତରୁ ଶଙ୍ଖ ବେକରୁ ମଙ୍ଗଳସୂତ୍ର ନନା ଆପଣ ବଞ୍ଚୁନାହାନ୍ତି କାହିଁକି ଶପଥକୁ ବିନା ମୁଁ ବଞ୍ଚି ପାରିବିନି ନନା ମୁଁ ବଞ୍ଚି ପାରିବିନି ପଥର କାହାରି କଥା ବୁଝି ପାରିନି ଲୋ ସିନ୍ଧୁ ବରଂ ତୁ ଗୋଟେ କାମ କର ତୁ ତ ବାପା ପାଖକୁ ଚାଲିଯା ତୋର ତ ବଡ ବଡ ସାଙ୍ଗସାଥି ମାନେ ଥିବେ ସେଇମାନଙ୍କର ପାଣିର ସ୍ୱାମୀରେ ଭଲ ସମସ୍ତେ ମୁହଁ ଫେରେଇ ନେଲେ ଡାଡି ବି ମୁହଁ ଫେରେଇ ନେଲେ ମୁଁ କିନ୍ତୁ ମୁହଁ ଫେରେଇବିନି ଯଦି ତୁ ମୋ କଥାରେ ବିଧବା ହେଇଯିବି ଏଇଆ ଚାହୁଁଛନ୍ତି ନା ଆପଣ ମୋ କଥାରେ ସିନ୍ଦୁର ବୁଝେଇ ଦେବି ହାତରୁ ଶଙ୍ଖ ଭାଙ୍ଗେଇ ଦେବି ବେକରୁ ମଙ୍ଗଳସୂତ୍ର ଉଠେଇ ଦେଇ ଆପଣଙ୍କ ପୁଅ ଜୀବନରୁ ଦୂରେଇ ଯିବି ଏଇଆ ଚାହୁଁଛନ୍ତି ନା ଆପଣ ମୁଁ ସତ କହୁଛି ନନା ମୁଁ ଯଦି ଆପଣଙ୍କ ପୁଅ ଜୀବନରୁ ଦୂରେଇ ଯାଏ ନା ସିଏ ବଞ୍ଚିବେ ନା ମୁଁ ବଞ୍ଚିବି ମୁଁ ଯଦି ମୋ ସ୍ୱାମୀକୁ ମନ ପ୍ରାଣ ଦେଇ ମନ ପାଉଥିବି ତାହେଲେ ଭଗବାନ କେବେ ବି ନିଷ୍ଠୁର ହେବେନି କେବେ ବି ନୁହଁ କେବେ ନୁହଁ ମୁଁ ଆପଣଙ୍କୁ ଦେଖେଇ ଦେବି ମୋ ସ୍ୱାମୀକୁ ମୁଁ ନିଶ୍ଚୟ ଭଲ କରି ଦେଖେଇ ଦେବି ମୁଁ ଦେଖେଇ ଦେବି ବାହାଘରର 8 ବର୍ଷ ପରେ ପୁଅ ଜନ୍ମ ହୋଇଥିଲା ସେଦିନ ତମେ ଖୁବ୍ ଜୋରରେ ହସିଥିଲ
ଆଜି ସେଇ ପୁଅ ମରିବାକୁ ଯାଉଛି। ତମେ ହସିବ ନା କାନ୍ଦିବ? अल्लाह कहिला भला, जिसु कहिला भला, भगवान भी कहिला भला, लेकिन ये सारिया कहिला बुरा। तबे जहाँ करो बुरा करो, मरे रखो। मो पुअर जदि किछि जाए তাহলে ভাবি নব তুমি মো ভাগ্যরে নথিল। দয়া করো ইয়ারে দানা কিছু
ଆଉ ତାହେଲେ କଣ କରିବୁ? ଆହୁରି ନବ କହୁଛି। ଅଙ୍ଗୀକାର ଦେଖେଇ ତୋ ସ୍ୱାମୀକି ମାରିଦବୁ ମୋ କଥା ମାନିକି ତ ଆଣିଯିବୁ। ଏ ବଢିଆ ବଢିଆ ଭରସା ନା। कोई जाने का पुत्र कर दे पर ଇତିହାସ ବଦଳି ଯାଇଛି ଆଜ୍ଞା। ଇତିହାସରେ ସନ୍ଦେହର ଚକ୍ର ବିହରେ ଛଡ଼ପ ପୁରାଣ ପୁରାଣ ଭିତରେ ଆଉ ଟେକନ ସତ୍ୟ ପାର ଖାଇ ରହୁଲୁ ଆଣ ଚଉଠି ରାମଚନ୍ଦ୍ର ରାଜନୀତି ଖେଳର କଣ୍ଠେ ଏଠି କାଠୁରିଆର ସ୍ତ୍ରୀ ସାବିତ୍ରୀକୁ ପଚାରିକି ହାରିଗଲି ଆଜ୍ଞା। ସତ୍ୟମାନଙ୍କୁ ବଞ୍ଚେଇବାକୁ ଯାଇ ପତିବ୍ରତା ସତୀ ପଡ଼ିଆକୁ ଭରସା କରି ମୁଁ ହାରିଗଲି। ବିଧବାହିବି କୁହନ୍ତୁ ତ ନା କିନ୍ତୁ ଉଲ୍ଲେଖ ଦେବ ମୋ ବେକରେ ରବିଥିବା ମଙ୍ଗଳ ସୂତ୍ରକୁ। ଆମର ମହାପାପ ହବ। ଆପଣ ମହାସମୁଦ୍ରରେ ବୁଡ଼ି ମରିବାକୁ ମୁଁ ପସନ୍ଦ କରିବି। ମୋ ଓହ୍ଲେଇଦେବି ତା ବେକରେ। ଯେ ପର୍ଯ୍ୟନ୍ତ ମୋ ମଥାରେ ସିନ୍ଦୁର ଅଛି ହାତରେ ଶଙ୍ଖା ଅଛି ବେକରେ ମଙ୍ଗଳସୂତ୍ର ଅଛି ସେ ପର୍ଯ୍ୟନ୍ତ ମୁଁ ଆପଣଙ୍କ ବୋହୂ। ପ୍ରତ୍ୟେକ ବୋହୂମାନଙ୍କ ପାଇଁ ତାଙ୍କ ଶ୍ୱଶୁର ରତ୍ନ ବେଦୀର ସ୍ୱୟଂ ଠିକ୍ ସେଇ ନିୟମରେ ଜଣେ ସତଭାବ ତାର ସିନ୍ଦୁର ହାତର ଶଙ୍ଖା ଭାଙ୍ଗି ଦେଇ ବେକର ମଙ୍ଗଳସୂତ୍ର ଓହ୍ଲେଇ ଦେଇ କାମ କରିବେ। ଏକଥା ମୁଁ ବୋହୂ ହୋଇ ସହିବି କେମିତି? ମୋର ମତେ ପଛେ ନର୍କରେ ଚକା ମିଳୁ ମୋ ସ୍ୱାମୀଙ୍କ ଜୀବନ ବଞ୍ଚେଇବା ପାଇଁ ଆଉ କୌଣସି ଉପାୟ ନ ପାଇ ମୁଁ ବୁଝି ଦଉଛି ମୋ ମଥାର ସିନ୍ଦୁର। ମୁଁ ଭାଙ୍ଗି ଦଉଛି ମୋ ହାତରୁ ଶଙ୍ଖା। ମତେ ତ ପୂର୍ବତର ସ୍ୱାମୀ ସମ୍ପଦ ନିୟମ এই কথা ଯେମିତି କେହି ନ ଜାଣନ୍ତି। ମଝିରେ ମଝିରେ ସାର୍
এডি কখন উপরে আমি প্রতিশোধ নিয়েছি বুঝলা তুই তো মারা দেখা এই আল্লাহ কহিলা ভোলা যিশু কহিলা ভোলা ভগবান भी কহিলা ভোলা लेकिन ये शरीर कहिला पूरा तो जहाँ करो पूरा पूरा करो तुम्हें काली कोई
তার তোমার জীবন বঞ্চিত হতো হ্যাঁ শুনলি তোমার বুকটা ফাটি দিয়েছে চল মতো হসপিটাল আসো 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 पूरा पैकेट ना নাই বাবা ওকে লিখিও বসো রাখিও কিছু হবে গেছে আমার বাতো না লিখিও বাবা ওকে লিখিও কিছু হবে কিছু হবে ওকে 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 Eva! Eva! Tu Eva! পেট্রোল ভুকু মারে মানে কিন্তু উপাস রইছে পাঠই গুনে ঝড়ি খাতে পারলো এইটা মোর দেহ হাତରେ ধরি দৌড়ে ସେମାନେ ମତେ ଧରିଲେ ହେଲେ ଧରି ପାରିଲେନି କଣ କରିଥାନ୍ତି କହିଲ ଉପାସ ରହିବାର ଅଭ୍ୟାସ ମୋର Luisito! ମୁଁ ଯେତେବେଳେ ଛୋଟ ହେଇଥିଲି ମୋ ବୋଉ ମରିଗଲା ମୋ ବୋଉ ଏଇ ମତେ କେତେ ବଡ଼ ଖୁଆଇଛ ମୋର ମନେ ଅଛି ନା ଡାକ୍ତର ମତେ ଖୁଆଇଲା ବେଳେ କେତେ ବଡ଼ ବାହାନା କରୁଥିଲ ମନେ ଅଛି ନା ତମର Ema! ମୋ ସୁନା ଝିଅଟା ମୋ 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 Ide! Ema maga kaide! Etek Ema! Etek! ଭାଇନା ସୁନା ଥାଳିରେ ଖାଇବା ଦେଇଛି ମୋ ଗେଲି ଝିଅଟା ଖାଇଦେବ ମୋ ସୁନା ଖାଇବେନି କହି ସେ ସୁନା ଥାଳିର ଖାଦ୍ୟକୁ ମୋ ଫୋପାଡ଼ି ଦଉଛନ୍ତି ସେଦିନ ସିନା ଫୋପାଡ଼ି ଦଉଥିଲେ ଆଜି ମୁଁ ଖାଇବାକୁ ପାଉନି ଟିକେ ରୁହ ଡାର୍ଲିଂ ଟିକେ ରୁହ ମୁଁ ଏଇ ଖରା ଦିନ Tu sua amiga quer ir no
ସ୍ୱାମୀ ଥିବା ସ୍ତ୍ରୀ ଜଣେ ଏମିତି ଖାଲି ହାତରେ ବୁଲିବ। ସ୍ୱାମୀର ସ୍ତ୍ରୀ କଣ ଖାଲି ପତାର ରହେ? ମଙ୍ଗଳସୂତ୍ରକୁ ମୋ ଭାଗ୍ୟ ମୋ ଠାରୁ ଛଡ଼େଇ ନେଇছে ଡାଡି। ତମର କିଛି ହେଇନି, ସେ ଭଲ ଅଛନ୍ତି, କିଛି ହେଇନି। ତାହେଲେ ସିଏ କଣ ତୋ ସହିତ ବିଶ୍ୱାସଘାତକତା କଲା? ଠକି ଦେଲା ତୋତେ ସିଏ, ଘର ବାହାର କରିଦେଲା। ହେଲେ ଏସବୁ ସିଏ କାହିଁକି ଏମିତି କଲା ରେ ବାପ? ତୋ ପ୍ରତି କାହିଁକି ସିଏ ଏମିତି ବୁଝୁଛି ସେ ତୋତେ ଭଲ ପାଉଥିଲା, ତୋ ଗାଣ୍ଡୀର ସମ୍ପତ୍ତି କି ସେ ଭଲ ପାଉଥିଲା। ସ୍ୱାର୍ଥପର ସେ ନାଇଁ ଡାଡି, ସବୁ ତ ସେମିତି ନୁହନ୍ତି। ତାହେଲେ ତୋର ଏମିତି ଅବସ୍ଥା ହେଲା କେମିତି? ଏଥିପାଇଁ ଦାୟୀ କିଏ? ସେଥିପାଇଁ ଦାୟୀ ଭାଗ୍ୟ ନାମକ ଶବ୍ଦଟାଟି। ଆସନ୍ତାକାଲିର ରାଜାକୁ 14 ବର୍ଷ ବନବାସ ପଠେଇଥିଲା। 100 ପୁତ୍ରର ଜନନୀକୁ ନିର୍ବଂଶ କରିଥିଲା। କାରାଗାରର ରୁଦ୍ଧ କୋଠରୀ ଭିତରେ ପୁଅକୁ ଜନ୍ମ ଦେଇଥିଲା। ମାଠାରୁ ମାଡ଼କୁ ଛଡ଼େଇ ଦେଇଥିଲା। ଠିକ୍ ସେମିତି ମୋ ଭାଗ୍ୟ ମତେ ରାସ୍ତା କଡ଼ରେ ଭିକାରୁଣୀ ସଜେଇ ଦେଇଛି ଡାଡି। ଭିକାରୁଣୀ ସଜେଇ ଦେଇଛି। ତମେ ତମର ଆମ କାର ସାମ୍ନାକୁ ହଠାତ୍ ଚାଲିଥିବା ଝିଅ ତମେ ତମେ କଣ ଏ ଝିଅକୁ ଚିହ୍ନିଛ ସିଦ୍ଧାର୍ଥ? ହଁ କର। ମୁଁ ବୁଝିପାରୁନି ମ୍ୟାଡାମଙ୍କ ସହିତ ମୋର ବାରମ୍ବାର ଗୋଟେ ପ୍ରକାର ପରିସ୍ଥିତି ଦେଖା ହଉଛି କାହିଁକି? କିଛି ଦିନ ତଳେ ଏ ମ୍ୟାଡାମଙ୍କ ସ୍ୱାମୀଙ୍କୁ କେହି ଜଣେ ସ୍ଟାବିଂ କରିଥିଲା। ସେତେବେଳେ ମୁଁ ତାଙ୍କୁ ମେଡିକାଲ ନେଇ ଯାଇଥିଲି। ଆଜି ମୁଁ ଦେଖୁନାହାନ୍ତି ସେ ହଠାତ୍ ମୋ କାର ସାମ୍ନାକୁ ଚାଲି ଆସିଲେ। ହଁ ସେ ଖୁବ୍ ସିରିୟସ୍ କଣ୍ଡିସନରେ ଥିଲେ। ବୁଝୁଛି ଇଏ ମତେ ମିଛ କହୁଛି। ସେଦିନ ସ୍ୱାମୀରେ ସ୍ୱାମୀ ମରିଯାଏ। ନାଇଁ କର ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ। ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ହେଲେ ତମର ଏମିତି ଅବସ୍ଥା କଣ ହେଇଛି? ସେଇଆ ହେଇଛି ଯାହା ସେଦିନ ସୀତା ଠାକୁରାଣୀଙ୍କ ପାଇଁ ହେଇଥିଲା। ଅଯୋଧ୍ୟାର ରାଣୀରୁ ବନବାସରୁ ରାବଣ ତାର ଅପହୃତ। ମୋ ଭାଗ୍ୟ ମୋ ପାଇଁ ସୁନା ମୃଗ ସାଜିଛି। ଖାଲି ବାକି ଅଛି ପାତାଳି। ବୁଝିପାରିଲେନି? ବାପା ମା ଗୁରୁତ୍ୱ